ପଲ୍ଲବୀ ଏମଏଲଏକୁ କହିବେ, କାହିଁକି ଆସିଛନ୍ତି ଏଠିକି? କାହିଁକି ଆପଣ ମୋତେ ଏତେ ପ୍ରଶଂସା କରୁଛନ୍ତି? ନିଜର ଅପରାଧ ଘୋଡ଼େଇବା ପାଇଁ ଏଠିକି ଖୋସାମତ କରିବାକୁ ଆସିଛନ୍ତି ଆପଣ? ପୁଣି କହିବେ, ସାର୍, ମୋତେ ଫସେଇବା ପାଇଁ ଏ ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାର ପ୍ରୁଫ୍ ତ ଆପଣ ଦେଖିସାରିଛନ୍ତି ନା, ସୋ ଆରେଷ୍ଟ ହିମ୍। ତାପରେ ଆଇଏଏସ୍ କହିବେ, ପଲ୍ଲବୀ, ମାଇଣ୍ଡ ୟୋର ଲାଙ୍ଗୁଏଜ। ଏବେ ଏବେ ତମେ ଚାକିରିରେ ରିଜାଇନ୍ କରିଛ, କ'ଣ ପୁଣି ଥରେ ସସ୍ପେଣ୍ଡ ହେବାକୁ ଚାହୁଁଛ? ତାପରେ ଏମଏଲଏ କହିବେ, କୁଲ୍ ଡାଉନ୍, କୁଲ୍ ଡାଉନ୍। ଆରେ ୟଙ୍ଗ ପିଲା, ଜୋସ୍ ତ ରହିବ ନିଶ୍ଚୟ। ସେମିତି କହିଲେ ହେବ? ରାଗିବାରେ କ'ଣ ଅଛି? ଆପଣ ଦେଖନ୍ତୁ, ମୋ ଉପରେ ଏତେ ବଡ଼ ଆରୋପ ଲାଗିଛି। ମୁଁ ରାଗୁଛି? ଆପଣ କାହିଁକି ରାଗୁଛନ୍ତି କହିଲେ? ରାଗିଲେ ରୋଗ ବଢ଼େ। ରୋଗ ବଢ଼ିଲେ ମଣିଷ ଡାକ୍ତରଖାନାରେ ପଡ଼େ। ଡାକ୍ତରଖାନାରେ ପଡ଼ିଲେ କଷ୍ଟ ହୁଏ। ସେଥିପାଇଁ କହୁଛି, କୁଲ୍ ଡାଉନ୍, କୁଲ୍ ଡାଉନ୍। ରାଗନ୍ତୁନି। ଦେଖନ୍ତୁ, ମୁଁ ଷଡ଼ଯନ୍ତ୍ର କରି ମ୍ୟାଡମଙ୍କୁ ସସ୍ପେଣ୍ଡ କରାଇଛି ବୋଲି ମ୍ୟାଡମ ମୋ ଉପରେ ଆରୋପ ଲଗେଇଲେ। ହେଲେ ମୁଁ ରାଗିଲି? ରାଗିଲିନି। ଆପଣ କାହିଁକି ରାଗୁଛନ୍ତି? ମ୍ୟାଡମଙ୍କୁ କିଏ ଜଣେ କନଫରେନ୍ସ ଦେଲା, ସେ ତ ବିଶ୍ୱାସ କରିବେ ନା? ନା ବିଶ୍ୱାସ କରିବେନି? ଏବେ ଦେଖନ୍ତୁ, କନଷ୍ଟେବଲକୁ ପଚାରିବି ତାହେଲେ। ତାପରେ ସୁକାନ୍ତ ଏମଏଲଏର ଗୋଡ଼କୁ ଧରି କହିବେ, ସାର୍, ମୋତେ କ୍ଷମା କରିଦିଅନ୍ତୁ ସାର୍। ଡରରେ ଆପଣଙ୍କ ନାଁ କହିଦେଲି ସାର୍। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ସୁକାନ୍ତ କହିବେ, ସାରେ, ମୋତେ କ୍ଷମା କରିଦିଅନ୍ତୁ ସାରେ। ତାପରେ ଏମଏଲଏ କହିବେ, ଆରେ ବାବା, କାହା ଡରରେ କହିଛୁ କହିଦେ। ଏଥିରେ କାନ୍ଦିବାରେ କ'ଣ ଅଛି କହିଲୁ? ତାପରେ ଚିତ୍ତ ଅଙ୍କଲ ସୁକାନ୍ତ ପାଖକୁ ଆସି କାନରେ କହିବେ, ବେଟା, ଏବେ ଯେତେ ନାଟକ କରିବା କଥା କର। ତୁ ଲାଞ୍ଚ ନେବା ବେଳେ ମୁଁ ଭିଡ଼ିଓ ସୁଟ୍ କରିଛି। ୟା ପରେ ପରେ ମୁଁ ତାକୁ ଭାଇରାଲ କରିଦେବି। ତେଣୁ ଟିକେ ସମ୍ଭାଳିକି ଆଉ, ବୁଝିଲୁ? ପୁଣି ଉଠେଇକି କହିବେ, ଆରେ କାନ୍ଦୁଛୁ କାହିଁକି? ଏମଏଲଏ ସାର୍ ଯାହା ଯାହା ପଚାରୁଛନ୍ତି ସବୁ ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଦେଇଦେ। କହିଦେ, ତୁ କାହା ଡରରେ ଏ ମିଛ ବାହାନ ଦେଇଥିଲୁ। କହିଦେ, କହିଦେ। ତାପରେ ସୁକାନ୍ତ କହିବ, ମୁଁ ମାନେ ମିଛ କଥା କହିଥିଲି। ମୁଁ ଏମଏଲଏ ସାର୍ଙ୍କଠୁ ପଇସା କଷି ବୋଲି ମିଛ କଥା କହିଥିଲି। ତାପରେ ଏମଏଲଏ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଆଇଏଏସ୍ କହିବେ, ସୁକାନ୍ତ କହି ଚିଲେଇବେ। ତାପରେ ଏମଏଲଏ କହିବେ, ଓହୋ, ଆଇଏଏସ୍ ସାର୍, କାହିଁକି ରାଗୁଛନ୍ତି ତା ଉପରେ କହିଲେ? ବିଚରା କହିଦେଇଛି। ମାନିଲା ତ? ମାନିଲାନି ନାହିଁ? ମଣିଷ ମାତ୍ରେ ତ ଭୁଲ ହୁଏ। ଆପଣ କ'ଣ ଜାଣିନାହାନ୍ତି ଆଇଏଏସ୍ ସାର୍? ଏ ଦେଖନ୍ତୁ, ମୋ ଭଳିଆ ଲୋକ, ମୁଁ ତ ପଲ୍ଲବୀ ମ୍ୟାଡମକୁ କ୍ଷମା କଲି ନା ନାହିଁ? ପୁଣି କହିବେ, ପଲ୍ଲବୀ ମ୍ୟାଡମ, ଆପଣ ବିଲକୁଲ ଚିନ୍ତା କରନ୍ତୁନି। ଆପଣଙ୍କର କିଛି ବି ଭୁଲ ନାହିଁ। କିଏ କ'ଣ ଗୋଟେ ମିଛ ବାହାନ ଦେଇଦେଲା, ସେଥିରେ ଆପଣଙ୍କ କ'ଣ ଅଛି? ଆପଣଙ୍କର କି ଦୋଷ ଅଛି? ତାପରେ ଆଇଏଏସ୍ କହିବେ, ସାର୍, ଆପଣ ମୋ ସହିତ ଆସନ୍ତୁ। ମୋ କେବିନରେ ବସି କଥା ହେବା। ଆସନ୍ତୁ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଆଇଏଏସ୍ ସାର୍ ଏମଏଲଏ ସହିତ ସାମିଲ ଅଛନ୍ତି କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।